Hello student, welcome back to my Tanushree tutorial +3 second semester skill enhancement course unit 2 रो 2 mark question answer discussion करिबा। Question number 1 ନିର୍ବାଚନ ଅଧ୍ୟୟନ ଅର୍ଥ ଓ ଗୁରୁତ୍ୱ। ଆନ୍ସର ନିର୍ବାଚନ ଅଧ୍ୟୟନ ହେଉଛି ଏକ ଗଭୀର ଶାସ୍ତ୍ରୀୟ ବିଚାର ଯାହା ମାଧ୍ୟମରେ ମତଦାନ ପ୍ରକ୍ରିୟା, ଜନମତ ଗଠନ ଓ ରାଜନୈତିକ ଦଳର ଭୂମିକା ବିଷୟରେ ଅନୁସନ୍ଧାନ କରାଯାଏ। ଏହା ଲୋକତନ୍ତ୍ରର ମୂଳ ଆଧାର ଅଟେ। Question number 2 ଜନପ୍ରତିନିଧିତ୍ୱ ଆଇନ 1951ର ମୂଳ ବିଧାନ ଓ ଗୁରୁତ୍ୱ। ଆନ୍ସର ଏହି ଆଇନ ଭାରତରେ ନିର୍ବାଚନ ପ୍ରକ୍ରିୟାକୁ ନିୟମିତ କରିଥାଏ। ଏଥିରେ ମତଦାତା ଚୟନ, ପ୍ରାର୍ଥୀ ଯୋଗ୍ୟତା ଓ ଅଯୋଗ୍ୟତା, ମତଗଣନା ଓ ନିର୍ବାଚନ ଅଭିଯୋଗ ବିଷୟରେ ନିୟମ ଦିଆଯାଇଛି। Question number 3 ନିର୍ବାଚନ ମଣ୍ଡଳୀର ଅର୍ଥ, ପ୍ରକାର ଓ ଗଠନ ପ୍ରକ୍ରିୟା। ଆନ୍ସର ନିର୍ବାଚନ ମଣ୍ଡଳୀ ହେଉଛି ଏକ ଭୌଗୋଳିକ କ୍ଷେତ୍ର ଯାହାରୁ ଏକ ପ୍ରତିନିଧି ଚୟନ ହୁଏ। ଏହା ଦ୍ୱାରା ନିର୍ବାଚନର ସମତା, ପାରଦର୍ଶିତା ଓ ନ୍ୟାୟସଙ୍ଗତା ସୁନିଶ୍ଚିତ ହୁଏ। Question number 4 ନିର୍ବାଚନ ରାଜନୀତିରେ ରାଜନୈତିକ ଦଳର ଗତିଶୀଳତା। ଆନ୍ସର ରାଜନୈତିକ ଦଳ ମତଦାନ ପ୍ରଭାବିତ କରିବା, ଜନମତ ଗଠନ, ଅଭିଯାନ ଚଲାଇବା ଓ ନୀତି ଉପସ୍ଥାପନରେ ଗତିଶୀଳ ଭୂମିକା ନିଭାନ୍ତି। ଏହା ଲୋକତନ୍ତ୍ରର ଜୀବନ୍ତ ଅଂଶ ଅଟେ। Question number 5 ନିର୍ବାଚନ କମିଶନର ଗଠନ ଓ କାର୍ଯ୍ୟ। ଆନ୍ସର ଏହା ଏକ ସ୍ୱାଧୀନ ନିୟମନ କାୟାନ୍ତ୍ର ଯାହା ମୁକ୍ତ ଓ ନ୍ୟାୟସଙ୍ଗତ ନିର୍ବାଚନ ସୁନିଶ୍ଚିତ କରେ। ଏଥିରେ ମୁଖ୍ୟ ନିର୍ବାଚନ କମିଶନର 2 ଅନ୍ୟ କମିଶନ ଥାନ୍ତି। Question number 6 ଇଭିଏମ୍ ଓ ଏନ୍ଓଟିଏର ଭୂମିକା। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ମତଦାନ ପ୍ରକ୍ରିୟାକୁ ଦ୍ରୁତ ଓ ପାରଦର୍ଶିତ କରେ। ଏନ୍ଓଟିଏ ମାଧ୍ୟମରେ ମତଦାତା ତାଙ୍କ ଅସନ୍ତୋଷ ପ୍ରକାଶ କରିପାରନ୍ତି। Question number 7 ମିଡ଼ିଆ ଓ ସିଭିଲ ସୋସାଇଟିର ଭୂମିକା। ଆନ୍ସର ମିଡ଼ିଆ ତଥ୍ୟ ପ୍ରଚାର କରି ଜନମତ ଗଠନ ସାହାଯ୍ୟ କରେ। ସିଭିଲ ସୋସାଇଟି ନିର୍ବାଚନ ନିର୍ବାହ ଉପରେ ନିରୀକ୍ଷଣ ରଖିଥାଏ। Question number 8 ମତଦାନ ଅଧିକାର ଓ ତାହାର ଗୁରୁତ୍ୱ। ଆନ୍ସର ଏହା ଏକ ମୌଳିକ ଅଧିକାର ଯାହା ଲୋକତନ୍ତ୍ରର ମୂଳ ଆଧାର। ଏହା ଗଣମାଧ୍ୟମରେ ନାଗରିକ ତାଙ୍କ ପ୍ରତିନିଧି ଚୟନ କରନ୍ତି। Question number 9 ନିର୍ବାଚନରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ। ଆନ୍ସର ଏହି ପ୍ରଣାଳୀରେ ଦଳ ଦ୍ୱାରା ପାଇଥିବା ମତ ଅନୁପାତରେ ସ୍ଥାନ ବଣ୍ଟନ ହୁଏ। ଏହା ଅଧିକ ନ୍ୟାୟସଙ୍ଗତ ଓ ପ୍ରତିନିଧିତ୍ୱମୂଳକ ଅଟେ। Question number 10 ନିର୍ବାଚନରେ ରାଜନୈତିକ ଅପରାଧ ଓ ଚ୍ୟାଲେଞ୍ଜ। ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ, ମ୍ୟାନିପୁଲେସନ୍, ମନି ପାୱାର, ମାସ୍ ମିଡ଼ିଆ ଦ୍ୱାରା ମତଦାନ ପ୍ରଭାବିତ ହେବା ଏହି ଚ୍ୟାଲେଞ୍ଜ ଅଟେ।